ଶରୀରର ମମତ୍ୱ ଆଉ ନିଜ ଭିତରେ ଥିବା ଅହଙ୍କାର ଭାବନା ଅନେକ ସମୟରେ ଅନେକ କିଛି ସମ୍ପର୍କକୁ ନଷ୍ଟ କରିଯାଏ। ବେଳେବେଳେ ପରିସ୍ଥିତି କିଛି ଏମିତି ହୁଏ ଯେଉଁ ପରିସ୍ଥିତିରେ ନିଜର ସବୁଠାରୁ ପ୍ରିୟ ଲୋକମାନଙ୍କୁ ହରାଇବାକୁ ପଡ଼େ, ତାଙ୍କଠୁ ଦୂରେଇବାକୁ ପଡ଼େ। କେବଳ ଆଉ କେବଳ କଥାରେ ଥିବା ନକାରାତ୍ମକତା ବା ଉଚ୍ଚ ସ୍ୱରରେ ଚିତ୍କାର କରି ନିଜର ବ୍ୟକ୍ତିତ୍ୱକୁ ଦର୍ଶାଇଛି, ଯାହା ବେଳେ ବେଳେ କଷ୍ଟ ଲାଗେ। କାହିଁକି ନା ଆମେ ଜଣକୁ ଯେମିତି ଭାବୁ, ଆନ୍ତରିକତା ଜଣକ ପାଇଁ ଯେମିତି ରଖୁ, ପ୍ରତିଦାନରେ ସେମିତି ମିଳେ। ଭାବିଲେ କଷ୍ଟ ଲାଗେ, କିନ୍ତୁ ସେଇ ଜାଗାରେ ନିଜକୁ ବୁଝେଇବା ସବୁ ଅନ୍ୟକୁ ବୁଝେଇବା ପାଇଁ ଚେଷ୍ଟା କଲେ ପୁଣି ମନସ୍ତାପର କାରଣ ସାଜେ। ଏମିତି କିଛି ଏବେକାର ଅବସ୍ଥା, ଏବେକାର ପରିସ୍ଥିତି।